ଅପେରା ମାଷ୍ଟର୍ସ ଆସୋସିଏସନ୍ ଓଡ଼ିଶାର ତ ଆମର ଆଭିମୁଖ୍ୟ କ'ଣ ସେଇଟାକୁ ଆମେ ପ୍ରଥମେ ଉପସ୍ଥାପିତ କରିବୁ ଯେ ଆପଣମାନଙ୍କ ଜରିଆରେ ସରକାରଙ୍କୁ ଯେ ଶିଳ୍ପର ମାନ୍ୟତା ଦିଆଯାଉ ଯେ ଯାତ୍ରାକୁ ଯେଉଁଭଳି ଭାବରେ ସରକାର ଆଜି ନଗ୍ନତାକୁ ନେଇକି କାହିଁକି ଏତେ ବ୍ୟତିବ୍ୟସ୍ତ ହୋଇପଡ଼ୁଛନ୍ତି କାରଣ ଯାତ୍ରା ଇଜ୍ ଏ ପପୁଲାର ମିଡ଼ିୟମ୍ ଏବଂ ତାଙ୍କର ଯେଉଁ ରାଜନୈତିକ ଦଳ ଆସନ୍ତୁ ସେମାନଙ୍କର ଯେଉଁ ଭୋଟରମାନେ ସେମାନେ ବେଶୀ ପସନ୍ଦ କରନ୍ତି ଯାତ୍ରାକୁ ତେଣୁ ଯାତ୍ରାକୁ ବ୍ୟବସ୍ଥିତ ଆଗର କରନ୍ତୁ ଯାତ୍ରାକୁ ଆପଣ ସଙ୍ଗୀତ ନାଟକ ଏକାଡେମୀରେ ରଖି ନାହାନ୍ତି କି ସାହିତ୍ୟ ଏକାଡେମୀ ରଖି ନାହାନ୍ତି ଯାତ୍ରା ସାହିତ୍ୟକୁ ସାହିତ୍ୟର ମାନ୍ୟତା ଦେଇନାହାନ୍ତି ସେ ଦିଗକୁ ମଧ୍ୟ ଲକ୍ଷ୍ୟ କରନ୍ତୁ ତେଣୁ ଆପଣ କହୁଛନ୍ତି ଯେ ନାଟକର ଅଶ୍ଳୀଳତା ନାହିଁ ଆପଣ ସେ ନାଟକର ସାହିତ୍ୟ ଆଚ୍ଛା ଶୁଣନ୍ତୁ ବଢ଼ିଆ 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 କଥା ସୁନ୍ଦର ହେଉଛି ନା ବାସ୍ ବାସ୍ ଆମେ ଆପଣ ସେଇ ସରକାର ଠିକ୍ ଅଛି ସରକାର ସେଇ ଯେଉଁ ନିୟମ କାନୁନ ଆଣିବାକୁ ଯାଉଛନ୍ତି ତାକୁ ସଜେସନ୍ ଦେବା ପାଇଁ ଆମେ ପ୍ରସ୍ତୁତ ତେଣୁ ସେମାନେ ଆମେ ତ ନିଶ୍ଚୟ ସ୍ୱାଗତ କରୁଛୁ ଯେ ଆମମାନଙ୍କୁ ମଧ୍ୟ ଡାକନ୍ତୁ ଆମେ ବି ଭେଟିବୁ ତାଙ୍କୁ ସେ ଅଲଗା ଭାବରେ ଭେଟିବୁ କିନ୍ତୁ ସରକାରଙ୍କ ତରଫରୁ ଡାକରା ଆସୁ ଯେ ଏଇ ଯେଉଁ ମାଷ୍ଟରମାନେ ଅଛନ୍ତି ଯେ ଅପେରା ମାଷ୍ଟର୍ସ ଆସୋସିଏସନ୍ ଗୋଟେ ଅଛି ନିଶ୍ଚିତ ତେଣୁ ଆମେମାନେ କିନ୍ତୁ କିଛି ଯୋଗଦାନ କରିପାରିବୁ ଯେ ତାକୁ ବି ସାହାଯ୍ୟ କରିପାରିବୁ ଏବଂ ଯାତ୍ରା କିଭଳି ଭାବରେ ମାନେ ଭଲ ଭାବରେ ସାଂସ୍କୃତିକ ଭାବରେ ଆମେ ଯେଉଁ ଅସ୍ମିତା କଥା କହି କହୁଛନ୍ତି ସେ ଅସ୍ମିତାକୁ ବଞ୍ଚାଇବାକୁ ଯାଇକି ଯାତ୍ରା ମାଷ୍ଟରମାନେ କ'ଣ କରିପାରିବେ ଯାତ୍ରା କ'ଣ କରିପାରିବ ସେ ବ୍ୟବସ୍ଥା ମାନେ ସେସବୁକୁ ଆମକୁ ଡାକନ୍ତୁ ଆମର ମଧ୍ୟ ପରାମର୍ଶ ନିଅନ୍ତୁ ଯେକୌଣସି ଗାଇଡ଼ଲାଇନ୍ ଆଣିବା ପୂର୍ବରୁ ତେଣୁ ମୁଁ ଆପଣମାନଙ୍କୁ କଥା ଦେଉଛି ଆପଣମାନେ ତ ଯାତ୍ରା ଦେଖିଛନ୍ତି ଖଣ୍ଡଗିରିରେ ହଉ ଯେଉଁଠି ବି ଦେଖୁଛନ୍ତି ଯାତ୍ରା ଇଜ୍ ଏ ପପୁଲାର ମିଡ଼ିୟମ୍ ହର ଯେମିତି କହିଲା ଯେ ଯାତ୍ରା କେତେ ଭାଗ ଯେ ଏଣ୍ଟରଟେନମେଣ୍ଟର ଜବରଦସ୍ତ ମାଡ଼ି ବସିଛି ଆପଣମାନେ ଜାଣିଛନ୍ତି ତେଣୁ ଆମର ଓମାର ଯେଉଁ ଆଭିମୁଖ୍ୟ ହେଉଛି ଯେ ଯାତ୍ରାର ପୁରୁଣା ଯାତ୍ରା ଯାହା ହେଇଛି ତା'ର ଗୋଟେ ସଂଗ୍ରହାଳୟ ହେଉ ଏବଂ ଯେମିତି ଭାବରେ ଫିଲ୍ମରେ ସୂର୍ଯ୍ୟଦେବ ବହି ଲେଖିକି ନ୍ୟାସନାଲ୍ ଇଏ ପାଉଛନ୍ତି ଆମ ଯାତ୍ରା ଉପରେ କ'ଣ ବହି ଲେଖା ହେଲାଣି କି ତାହେଲେ ଯାତ୍ରା ଯଦି ଏତେ ପପୁଲାର ଏତେ ଭଲ ଭାବୁଛନ୍ତି ଅଶ୍ଳୀଳତା ପଚି ଯାଇଛି ସେ ଠିକ୍ ଅଛି ତା ବିଷୟରେ ଆମେ ବିରୁଦ୍ଧ କରୁଛେ ଆମେ ଟିଭିରେ କହୁଛେ ଖବରକାଗଜରେ ଲେଖୁଛେ ସିଏ ଅଲଗା ଯେଉଁ ସାହିତ୍ୟ ମୁଁ କହିଥିଲି ସେଇ କଥା ଯେ ସାହିତ୍ୟର ମାନ୍ୟତା ଏପର୍ଯ୍ୟନ୍ତ ଯାତ୍ରାବାଲାକୁ ଦେଇନାହାନ୍ତି ମୁଁ ଯାତ୍ରା କରିଛି ମୁଁ ଫିଲ୍ମ କରିଛି ମୁଁ ସିରିଏଲ୍ କରିଛି ମୁଁ ସବୁ କରିଛି କିନ୍ତୁ ମୁଁ ଜାଣିଛି ଯେ ଯାତ୍ରାଟା କେତେ କଷ୍ଟ ଆଉ ଯାତ୍ରାଟା କେତେ ଭଲ ଆଉ ଯାତ୍ରାର ନାଟକ ତାର କାହାଣୀ ନିହାତି ଭାବରେ ଓଡ଼ିଆ ଲାଗେ ବା ହେଉଛି ଅଲ୍ ଓଡ଼ିଶା ମାଷ୍ଟର୍ସ ଆସୋସିଏସନ୍ ସେଇଟା ଆଗରୁ ଥିଲା ଏବେ ଆଉ ରିଭାଇଭ୍ କରାଯାଇଛି ସେ ଓମା ଦ୍ୱାରା ନାଟକ କେମିତି ଲୋକଙ୍କ ପାଖରେ ପହଞ୍ଚିବ ନାଟକର ମେସେଜ୍ କ'ଣ ଲୋକ କିପରି ଅଭିନୟ ଶିକ୍ଷା କରିବେ ଏଇଟା ଆମର ହେଉଛି କାମ ସରକାର ଲୋକ ଲଗାଇବା ପାଇଁ ଚାହୁଁଛନ୍ତି ଏଇ ନଙ୍ଗଳା ନୃତ୍ୟ ଦେଖିବା ପାଇଁ ଯାହାକି ଅତ୍ୟନ୍ତ ଖରାପ କଥା ତାକୁ ଦେଖିବା କଥା କେହି ଭାଇ ଭଉଣୀମାନେ ଏମାନେ ରାଜି ନୁହନ୍ତି କିନ୍ତୁ କମିଟି ବାଲା ନିଜର ସ୍ୱାର୍ଥ ପାଇଁ ସେମାନେ ଆସ୍ତେ ଆସ୍ତେ ଏଇଭଳି ଝିଅମାନଙ୍କୁ ସବୁ ଅଧିକା ପଇସା ଦେଇ ଆଣିକି ଅଭିନୟ କରୁଛନ୍ତି ଏହାକୁ ସରକାର ଚାହିଁଲେ ୱିଦିନ୍ 9 ମିନିଟ୍ସ ବନ୍ଦ କରିଦେଇପାରିବ କୌଣସି କିନ୍ତୁ ସରକାର କରିବେ ବୋଲି ଭାବୁଛନ୍ତି କିନ୍ତୁ କରୁନାହାନ୍ତି ସେଇଟା ଅତି ଦୁଃଖର ବିଷୟ ନା ଆଜି ଯେଉଁ ବୈଠକ ବସିଛି ଏଇଟା ରିଭାଇଭ୍ ହେଲା 5 ବର୍ଷ 10 ବର୍ଷ ତଳେ ଥିଲା ଏଇଟା ସରକାରକୁ ପାଇଁ ଏଇ ଖବର ଦେବା ପାଇଁ ଏଇ ସମ୍ବାଦ ଦେବା ପାଇଁ ସରକାର ପାଇଁ ଚେଷ୍ଟା ଚାଲିଛି।